କହିଲ? ମାଠିଆ। ମାଠିଆ ଏଇଟା ସୂର୍ଯ୍ୟ। ଏଟା କଣ? କୁଆ। ଏମାନଙ୍କୁ ନେଇ ଆମେ ଗୋଟେ ଆଜି ସୁନ୍ଦର ଗପ କହିବା ହେଲା। ସମସ୍ତେ ଶୁଣିବ ତ? ସୂର୍ଯ୍ୟ ଏଇଟା ସୂର୍ଯ୍ୟ ଦିନ ନାଇଁ? ବହୁତ ଖରା ହେଇଛି। ବୈଶାଖ ମାସରେ ବହୁତ ଖରା ହୁଏ ନା? ବୈଶାଖ ମାସରେ ବହୁତ ଜୋରେ ଖରା ହଉଥାଏ ହେଲା। ଦିନେ ଗୋଟେ କୁଆ ଆକାଶରେ ଉଡୁଥାଏ ହେଲା। ପିଲାମାନେ ଦେଖ କୁଆ ଉଡୁଛି। କୁଆ ଆକାଶରେ ଉଡୁଥାଏ। ତାକୁ ବହୁତ ଶୋଷ ହେଲା। ସେ କଣ କରିବ? ଥକି ପଡ଼ିଲାଣି। ସେ ଟିକେ ବସି ବିଶ୍ରାମ ନେଲା। ତାପରେ ପୁଣି ସେ ବିଶ୍ରାମ ନେଲା। ତାପରେ ବିଶ୍ରାମ ନେବା ପରେ ପୁଣି ଉଡ଼ିବା ଆରମ୍ଭ କଲା। କିଛି ବାଟ ଗଲା ପରେ ତାକୁ ବହୁତ ଶୋଷ ହେଲା। ସେ ପାଣି ପିଇବ। ପାଣି ଖୋଜିଲା କିନ୍ତୁ ପାଣି ପାଇଲା ନାହିଁ। ସେ କଣ କଲା? କିଛି ବାଟ ଗଲା ପରେ ଗୋଟେ ମାଠିଆ ସେ ଦେଖିଲା। ଗୋଟେ ମାଠିଆ ଥିଲା ସେ ଦେଖିଲା। ଏଇ ମାଠିଆରେ ଅଳ୍ପ ପାଣି ଥାଏ ହେଲା। ଏଇ ମାଠିଆ ଦେଖ ପିଲାମାନେ, ଏଇ ମାଠିଆରେ ଅଳ୍ପ ପାଣି ଥାଏ। ସେ ମାଠିଆରେ ପାଣି ପିଇବା ପାଇଁ ଚେଷ୍ଟା କଲା କିନ୍ତୁ ତା ଥଣ୍ଟ ପାଇଲା ନାହିଁ। ସେ ବୁଦ୍ଧି କଣ କଲା ନା ଚିନ୍ତା କଲା କଣ କଲେ ପାଣି ଉପରକୁ ଉଠିବ, ମୁଁ ପାଣି ପିଇ ପାରିବି। ବସି ବସି ସେ ଭାବିଲା। ତାପରେ ଭାବି ସାରି ସେ ମନେ ମନେ ଉପାୟ କଲା ପରେ ସେ ଚିନ୍ତା କଲା କିଛି ଗୁଡ଼ି ଆଣି ସେ ମାଠିଆରେ ପକାଇଲେ ପାଣି ଉପରକୁ ଉଠିବ। ତାପରେ ଗୁଡ଼ି ଆଣି ସେ ପକାଇଲା ପରେ ପାଣି ଉପରକୁ ଉଠିଲା। ତାପରେ ସେ ମନ ଖୁସିରେ ପାଣି ପିଇଲା। ପିଇ ସାରି ସେ ଖୁସି ମନରେ ଉଡ଼ି ଗଲା ହେଲା। ତାହେଲେ ପିଲାମାନେ କଣ ଶିଖିଲ କହିଲ ଏ ଗପରେ? ବୁଦ୍ଧି ଥିଲେ ଉପାୟ ଆପେ ଆପେ ଆସେ। ଜାଣିପାରିଲ ନା ପିଲାମାନେ? ପରିଶ୍ରମ କଲେ